ହ୍ୟାଲୋ ହାଇ ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ସକାଳୁ ସକାଳୁ ମୁଁ ଉଠିକି ଏବେ ବସିଛି। ପୁଚିକି ଆମର ସ୍କୁଲ ଯାଇଛି, ତାକୁ ସକାଳୁ ରେଡ଼ି କରିକି ମୁଁ ସ୍କୁଲ ବାହାର କରିଦେଇଛି। ସେ ଏବେ ସ୍କୁଲ ଗଲା। ତାପରେ ମୁଁ ଭାବିଲି ଆପଣମାନଙ୍କ ସହିତ କିଛି ସମୟ ସ୍ପେଣ୍ଡ କରିବି। ଆପଣମାନଙ୍କ ସହିତ କିଛି କଥା ହେବାର ଅଛି ମୋର, ତେଣୁ କରିକି ଆକ୍ଚୁଆଲି ମୋତେ କ୍ୟାମେରା ଆଗରେ କିଛି କହିବାକୁ ବହୁତ ଲାଜ ଲାଗେ। ତଥାପି ମୁଁ ଭାବିଲି ଯଦି ଲଙ୍ଗ୍ ଭିଡ଼ିଓ ନ କରିବି ତାହେଲେ ମୋ ଚ୍ୟାନେଲଟି ମନିଟାଇଜେସନ୍ ଆଉ ହୋଇପାରିବ ନାହିଁ। କାରଣ ମୁଁ ଯେତିକି 1K ଆଜି ସବସ୍କ୍ରାଇବ୍ କରିପାରିଲି କେବଳ ସର୍ଟ ଭିଡ଼ିଓରେ। ଦେଖିଲି ମୁଁ ନଭେମ୍ବର ମାସଠୁ ଚ୍ୟାନେଲ୍ ଖୋଲିଥିଲି, କିନ୍ତୁ ସର୍ଟ ଭିଡ଼ିଓ ହିଁ ଅପଲୋଡ଼ କରୁଥିଲି। ଲଙ୍ଗ୍ ଭିଡ଼ିଓ ଗୋଟେ ଗୋଟେ କରୁଥିଲି, କିନ୍ତୁ ମୋ ଭିଡ଼ିଓରେ ଦେଖିବେ ମାନେ ବେଶୀ ଆସୁନଥିଲା ହେଉଛି ଭିୟୁର୍ସ। କାରଣ ସର୍ଟ ଭିଡ଼ିଓ ଗୁଡ଼ାକ ମୋତେ ପକାଇବା ଫଳରେ କି ମୋତେ ବହୁତ ସାରା ଅଡ଼ିଏନ୍ସ ଥିଲା, ସବସ୍କ୍ରାଇବର୍ ବଢ଼ିଗଲା ମୋର 1K, କିନ୍ତୁ ଭିୟୁର୍ସ ବି ବଢ଼ିଲା। ତାପରେ ମୁଁ ଦିନକୁ ଦିନ ଦେଖିଲି ଯେଉଁ ଜଷ୍ଟ 2 ମନ୍ଥ ଭିତରେ ହିଁ ଏସବୁ ହେଲା। 2 ମନ୍ଥ ବି ନୁହେଁ, 1 ମନ୍ଥ। ମେ'ରେ ମୁଁ ପକାଇଲି ଭିଡ଼ିଓ, ଦେଖିଲି ମୋ ଭିଡ଼ିଓଟି ବହୁତ ଗ୍ରୋଥ୍ କରୁଛି ଏବଂ ସବସ୍କ୍ରାଇବର୍ ଗୁଡ଼ାକ ଡେଲି 4ଟା 5ଟା ବଢ଼ୁଥିଲା। ତାପରେ ବଢ଼ି ବଢ଼ି ଦିନକୁ ଦିନ 40ଟା 50ଟା ଏମିତି ସବସ୍କ୍ରାଇବର୍ ବଢ଼ିଲା ଯେତେବେଳେ ମୁଁ ସର୍ଟ ଭିଡ଼ିଓ ହିଁ ଅପଲୋଡ଼ କଲି। ତାପରେ ଭାବିଲି ନା, ମୋ ଦେଇ କିଛି ହେଇପାରିବ, ତେଣୁ ମୁଁ ଚେଷ୍ଟା ଜାରି ରଖିବି। ତାପରେ ଯେତେବେଳେ 1K ସବସ୍କ୍ରାଇବର୍ ହେଇଗଲା, ଭାବିଲି ବହୁତ ସାରା ୟୁଟ୍ୟୁବରେ ସର୍ଚ୍ଚ କଲି। ସର୍ଚ୍ଚ କଲା ପରେ ଜାଣିପାରିଲି ଯେ ୟୁଟ୍ୟୁବରେ ମନିଟାଇଜେସନ୍ କ୍ରାଇଟେରିଆକୁ 3ଟା ତ ପୁରା କରିବା ପାଇଁ ପଡ଼ିବ ନା। ଯେମିତିକି ଜାଣିଥିବେ ଆପଣମାନେ, 1K ସବସ୍କ୍ରାଇବର୍, 4 ଘଣ୍ଟା ୱାଚ୍ ଟାଇମ୍, ନହେଲେ 10 ମିଲିୟନ୍ ଭିୟୁର୍ସ। ସର୍ଟ ଭିଡ଼ିଓରେ ତ ଏତେ ବି ମୋର ଆସୁନି ଭିୟୁର୍ସ ଯେ 10 ମିଲିୟନ୍ ବହୁତ ଶୀଘ୍ର କରିପାରିବି, କିନ୍ତୁ ଭିଡ଼ିଓରେ ବହୁତ ସାରା ସର୍ଚ୍ଚ କଲା ପରେ ଯେଉଁମାନେ ବଡ଼ ବଡ଼ ୟୁଟ୍ୟୁବର୍ କ୍ରିଏଟର୍ ମାନେ ଅଛନ୍ତି, ତାଙ୍କ ଭିଡ଼ିଓ ଦେଖି ଜାଣିଲି ଯେ ଲଙ୍ଗ୍ ଭିଡ଼ିଓ ପକାଇବା ଦ୍ୱାରା ହିଁ ୱାଚ୍ ଟାଇମ୍ଟା ବଢ଼ିଥାଏ। ଯେମିତିକି ଆପଣ କାଉଣ୍ଟ କରିବେ, ଯଦି ଡେଲି ଯଦି ଗୋଟେ 8 ମିନିଟ୍ର କିମ୍ବା 7 ମିନିଟ୍ର ଭିଡ଼ିଓ ଅପଲୋଡ଼ କରିବେ, ତାହେଲେ ଜାଣିପାରିବେ ଯେ ଭିଡ଼ିଓଟି ଯଦି 50 ଜଣ ବି ଦେଖିବେ, ଆପଣଙ୍କ ୱାଚ୍ ଟାଇମ୍ଟା କମ୍ପ୍ଲିଟ୍ ହୋଇପାରିବ। ତେଣୁ କରିକି ଭାବିଲି ଡେଲି ଗୋଟେ ଲଙ୍ଗ୍ ଭିଡ଼ିଓ ପକାଇବି। ସର୍ଟ ଭିଡ଼ିଓ ଦ୍ୱାରା ତ ମୋର ସବସ୍କ୍ରାଇବର୍ ଗୁଡ଼ାକ ବଢ଼ୁଛି। ସର୍ଟ ଭିଡ଼ିଓ ବି ପକାଇବେ, ଯାହାଫଳରେ ଆମର ସବସ୍କ୍ରାଇବର୍ ଗୁଡ଼ାକ ବଢ଼ିପାରିଥାଏ, ଭିୟୁର୍ସ ଏବଂ ସବସ୍କ୍ରାଇବର୍ ବଢ଼େ। ଆଉ ଲଙ୍ଗ୍ ଭିଡ଼ିଓ ପକାଇବା ଦ୍ୱାରା ଡେଲି ଯଦି ଗୋଟେ ଭିଡ଼ିଓ ଅପଲୋଡ଼ କରିବେ, ତାହେଲେ ଆମର ୱାଚ୍ ଟାଇମ୍ଟା ବି କମ୍ପ୍ଲିଟ୍ ହୋଇଯିବ, ଆଉ ଆମର ମନିଟାଇଜେସନ୍ କ୍ରାଇଟେରିଆ ବି ପୁରା ହୋଇଯିବ। ତାପରେ ଗୋଟେ ଭିଡ଼ିଓ ଯଦି ଭାଇରାଲ୍ ଗଲା, ଜାଣିଯିବେ ଆପଣଙ୍କ ଚ୍ୟାନେଲ୍ଟି ମନିଟାଇଜେସନ୍ ହେବାର କେଇ ଅଟକିବେ। ମୁଁ ଏବେ ବ୍ୟାକ୍ଗ୍ରାଉଣ୍ଡରେ ଦେଖାଉଛି ଆମର ସବୁ କ'ଣ ସବୁ ଚାଲିଛି। ସକାଳୁ ସକାଳୁ ପୁଚିକି ତା ବାପା ଆସିକି ମୁଁ ଏଇଠି ବସିକି ଆପଣଙ୍କ ସହିତ ଭିଡ଼ିଓ କରେବି। ଏଇଠି ଚେୟାରରେ ବସି ପଡ଼ିଲି, ବସିକି ଭାବିଲି ଆଉ କିଛି କଥା କହିବି। ତେଣୁ କରିକି ମୁଁ ଯେଉଁ କଥା କହୁଥିଲି, ମୋର ୱାଚ୍ ଟାଇମ୍ କମ୍ପ୍ଲିଟ୍ ହେବା ପାଇଁ କେବଳ 4 ଘଣ୍ଟା ହିଁ ଆଉ ଦରକାର ଅଛି। ସେଇଥିରୁ 100 ଘଣ୍ଟା କମ୍ପ୍ଲିଟ୍ ହେଲାନି, କିନ୍ତୁ ସେଗୁଡ଼ାକ ସର୍ଟ ଭିୟୁର୍ସରେ ଆସିଛି। ଆପଣମାନେ ଜାଣିଥିବେ, ଯେମିତି ସର୍ଟ ଭିୟୁରେ ଯେଉଁ ୱାଚ୍ ଟାଇମ୍ ଗୁଡ଼ାକ ହୁଏ, ସେଗୁଡ଼ାକ ମନିଟାଇଜେସନ୍ କ୍ରାଇଟେରିଆରେ ପୁରା ହୋଇପାରେନି। ଲଙ୍ଗ୍ ଭିଡ଼ିଓରେ ହିଁ ଦରକାର। ସର୍ଟ ଭିଡ଼ିଓରେ କେବଳ 3 ମିଲିୟନ୍ ସର୍ଟ ଭିଡ଼ିଓ 90 ଡେଜ୍ ଭିତରେ ହେଇଥିବା ଦରକାର। କିନ୍ତୁ ମୋର ତ ସର୍ଟ ଚ୍ୟାନେଲ୍ ମନିଟାଇଜେସନ୍ କରିବାର ନାହିଁ, ଲଙ୍ଗ୍ ଚ୍ୟାନେଲ୍ ମନିଟାଇଜେସନ୍ କରିବାର ଅଛି। ତେଣୁ କରିକି ୱାଚ୍ ଟାଇମ୍ଟା ମୋତେ କମ୍ପ୍ଲିଟ୍ କରିବା ହିଁ ନିହାତି ଦରକାର। ଦେଖାଯାଉ କେତେ ଦିନ ଲାଗୁଛି। ଗୋଟେ ମାସ ଭିତରେ ତ 1K ସବସ୍କ୍ରାଇବ୍ କମ୍ପ୍ଲିଟ୍ କରିଦେଲି। ଭଗବାନଙ୍କ ଆଶୀର୍ବାଦରୁ, ଆପଣମାନଙ୍କ ଭଲ ପାଇବା ବିନା ମୁଁ କିଛି ନୁହେଁ। ଆପଣମାନେ ବହୁତ ସାରା ମୋ ଚ୍ୟାନେଲ୍କୁ ଦେଖୁଥିବାରୁ, ସବସ୍କ୍ରାଇବ୍ କରିଥିବାରୁ ଥ୍ୟାଙ୍କ ୟୁ। ମୁଁ ଆପଣଙ୍କ ଋଣ କେବେ ବି ଶୁଝିପାରିବି ନାହିଁ। ପୁଚିକି ତ ଆସିବେ ସ୍କୁଲରୁ 10:30 ବେଳକୁ, କିନ୍ତୁ
ସେମିତିକି ଯେମିତି କିଛି କହିଲେ ଆପଣମାନେ ଆମ ଚ୍ୟାନେଲ୍ଟିକୁ ବହୁତ ସାରା ଭଲ ପାଇବା ଦେଉଥିବାରୁ ମୁଁ ଆପଣଙ୍କ ପାଖରେ ଚିର ଉପକୃତ ଥ୍ୟାଙ୍କ ୟୁ। ମୋତେ ତ ସକାଳୁ ସକାଳୁ କେବଳ ହାଇ ହିଁ ଆସେ, ହାଇ ଆସିବା ସହିତ ଆଉ କ'ଣ କରିବା। ଏଇ ଟାଟୁଟା ମୁଁ କରିଥିଲି ଆମର ଏଠି ଘର ଆଗରେ ସୌରଭ ମହୋତ୍ସବ ହେଇଥିଲା। ଗୌତମ ନାଁ ଲେଖା ହେଇଛି ପୁଚିକିର ପାପା ନାଁ। ପୁଚିକି ସେଇଥିରେ ବହୁତ କାନ୍ଦେ, କାହିଁକି ମୋ ନାଁ ଲେଖିଲୁନି ତୁ ପାପା ନାଁ କାହିଁକି ଲେଖିଲୁ? ଛୋଟ ଛୁଆ କ'ଣ କରିବା, ତାର ଭାରି ଇଚ୍ଛା ଆମର ଗୋଟେ ବଡ଼ ୟୁଟ୍ୟୁବର୍ ହେଇଯିବ। 1K ସବସ୍କ୍ରାଇବର୍, 1 ଲାଖ୍ ସବସ୍କ୍ରାଇବର୍, 1 ମିଲିୟନ୍। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ରହିଲି।